ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରବୀଣ ଆପଣମାନଙ୍କୁ ସ୍ୱାଗତମ ଜଣାଉଛି ଅନୁଚିନ୍ତା ୱାଲ ପ୍ରବୀଣ ୟୁଟ୍ୟୁବ ଚ୍ୟାନେଲକୁ। ଉଭୟ ସ୍ତ୍ରୀ ଏବଂ ପୁରୁଷମାନଙ୍କ ପାଇଁ ବଛା ବଛା 15ଟି ଟିପ୍ସ। ଆଜିର ଅନୁଚିନ୍ତା ଆସନ୍ତୁ ଜାଣିନେବା। 1 ନମ୍ବର, ଘରେ ଯଦି ଉନ୍ନତି ବାଧାପ୍ରାପ୍ତି ହେଉଥାଏ, ଶନିବାର ଦିନ ନଦୀର ଜଳରେ ନଡ଼ିଆ ପ୍ରଭାବିତ କରିବା ଦ୍ୱାରା ପରିବାର ଲୋକଙ୍କର ପ୍ରଗତି ହେବା ସହିତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ। 2 ନମ୍ବର, ଯଦି ପରିବାରରେ କୌଣସି ସଦସ୍ୟ ବାରମ୍ବାର ରୋଗରେ ପୀଡ଼ିତ ହେଉଥାନ୍ତି କିମ୍ବା ଔଷଧ କାମ ଦେଉନଥାଏ, ତେବେ ରବିବାର ଦିନ ତମ୍ବାର 4 କଣିଆ ଖଣ୍ଡ ମାଟିରେ ପୋଡ଼ିବା ଦ୍ୱାରା ଆରୋଗ୍ୟ ଲାଭ ହୋଇଥାଏ। 3 ନମ୍ବର, ଧନ ବୃଦ୍ଧିରେ ଯଦି ସମସ୍ୟା ଆସୁଥାଏ, ତେବେ ଚାନ୍ଦିର ହାତୀଟିଏ ପ୍ରଥମେ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରି ଧନ ରଖୁଥିବା ସ୍ଥାନରେ ରଖିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ଏବଂ ପରିବାରର ପ୍ରଗତି ହୋଇଥାଏ। 4 ନମ୍ବର, ଯଦି ଧାର କରଜ ଦିନକୁ ଦିନ ବୃଦ୍ଧି ହେଉଥାଏ, ତେବେ ପ୍ରତିଦିନ କାଉକୁ ରୁଟି ଖାଇବାକୁ ଦେବା ଦ୍ୱାରା ଧାର କରଜ ଧୀରେ ଧୀରେ ସମାପ୍ତ ହୋଇଥାଏ। ତ ଦର୍ଶକ ବନ୍ଧୁମାନେ, ଆପଣମାନେ ଭିଡ଼ିଓଟି ଗୋଟେ ଲାଇକ୍ କରିକି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। 5 ନମ୍ବର, ଯଦି ଧନ ପ୍ରାପ୍ତିର ମାର୍ଗ ମିଳୁନଥାଏ କିମ୍ବା ବନ୍ଦ ହୋଇଥାଏ, ତେବେ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ କେଶର ଲଗାଇ କିଛି ସୁନା ଜିନିଷ ଅର୍ପଣ କରିବା ଦ୍ୱାରା ଧନ ପ୍ରାପ୍ତିର ମାର୍ଗ ପ୍ରଶସ୍ତ ହୋଇଥାଏ। 6 ନମ୍ବର, ଯଦି ଭାଗ୍ୟ ସାଥ ଦେଉନଥାଏ, ତେବେ ମନ୍ଦିରରେ ଗରିବ ଲୋକଙ୍କୁ ଅନ୍ନଦାନ କରିବା ଦ୍ୱାରା ଭାଗ୍ୟରେ ଅନୁକୂଳ ହୋଇଥାଏ ଏବଂ ଅଟକିଥିବା ଧନ ପ୍ରାପ୍ତି ହୋଇଥାଏ। 7 ନମ୍ବର, ଯଦି ଅତ୍ୟଧିକ ଧନ ସମସ୍ୟା ଦେଖା ଦେଇଥାଏ, ତେବେ ଖାଦ୍ୟ ଖାଇବା ପୂର୍ବରୁ କିଛି ଖାଦ୍ୟ ଗାଈ, କୁକୁର ଏବଂ କାଉକୁ ଦେବା ଉଚିତ। ଏହାଦ୍ୱାରା ଧନ ସମ୍ପର୍କିତ ସମସ୍ୟା ଦୂର ହୋଇଥାଏ। 8 ନମ୍ବର, ଯଦି ଦାରିଦ୍ରତା ଦେଖାଯାଇଥାଏ, ତେବେ 5 କିଲୋ ଅଟାରେ ରୁଟି ଏବଂ 1.5 କିଲୋ ଗୁଡ଼ ସହିତ 3ଟି ଗୁରୁବାର ସନ୍ଧ୍ୟା ସମୟରେ ଗାଈକୁ ଖୁଆଇବା ଦ୍ୱାରା ଦାରିଦ୍ରତା ସମାପ୍ତି ହୋଇଥାଏ। 9 ନମ୍ବର, ଶନିବାର ଦିନ ସନ୍ଧ୍ୟା ସମୟରେ ଉସ୍ତ ଗଛ ମୂଳରେ ଘିଅ ଦୀପ ଜଳାଇବା ଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ, ତା ସହିତ ଧନ ଲାଭ ମଧ୍ୟ ହୋଇଥାଏ। 10 ନମ୍ବର, ଘରେ ସୁନା ଜିନିଷ ରଖୁଥିବା ସ୍ଥାନରେ କେଶର ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବା ସହିତ ପରିବାର ଲୋକଙ୍କର ଉନ୍ନତି ହୋଇଥାଏ। ତ ଦର୍ଶକ ବନ୍ଧୁମାନେ, ଆଜିର ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଭାବେ ମତାମତ ଦେବେ। ସମ୍ପୂର୍ଣ୍ଣ ଭିଡ଼ିଓଟି ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି କରନ୍ତୁ। ଆଜି ପାଇଁ ବିଦାୟ ନେଉଛୁ। ଦେଖାହେବା ପୁଣି ଗୋଟେ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।